ରଙ୍ଗପାରୁ ଗାଁ ପାଇଁ ରାସ୍ତା ସାତ ସପନ। ସ୍ୱାଧୀନତାର 78 ବର୍ଷ ବିତି ଯାଇଛି। ଇଂରେଜମାନଙ୍କ କାଳଖାସରେ ବନ୍ଦୀ ହୋଇ ଛଟପଟ ହେଉଥିବା ଭାରତୀୟ ଏବେ ମୁକ୍ତ ବିହଙ୍ଗ ପରି ଉଡ଼ି ବୁଲୁଛନ୍ତି। ଇଂରେଜ ଶାସନର କାଳଖାସରୁ ସିନା ମୁକ୍ତି ମିଳିଯାଇଛି, କିନ୍ତୁ ଏମିତି ବି ଗାଁ ଏବେ ରହିଛି ଯେଉଁ ଗାଁକୁ ଭଲ ରାସ୍ତାଟିଏ ନାହିଁ। ବର୍ଷା ଦିନେ ଗାଁରେ ରହି ଛଟପଟ ହେଉଥିବା ଗ୍ରାମବାସୀଙ୍କୁ ଇଂରେଜ ଶାସନଠାରୁ ଅଧିକ କଷ୍ଟ ଦେଉଥିବା ଅନୁଭବ କରୁଛନ୍ତି। ନିତିଦିନିଆ ତେଲ ଲୁଣ ସଂସାରରେ ଚଳିବାକୁ ହେଲେ ଗାଁରୁ ବାହାରିବା ନିହାତି ଆବଶ୍ୟକ। କିନ୍ତୁ ଗାଁରୁ ବାହାରକୁ ଯିବା ପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଛି ରାସ୍ତା। ରାସ୍ତା ନଥିବା ଯୋଗୁଁ ଅତି ଜରୁରୀ କାର୍ଯ୍ୟରେ ମଧ୍ୟ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ। କଷ୍ଟେମଷ୍ଟେ ଗାଁ ବାହାରକୁ ଯିବା ପାଇଁ ଚେଷ୍ଟା କରି ମଧ୍ୟ ଆଉ ଏକ ମହା ପ୍ରତିବନ୍ଧକ ସୃଷ୍ଟି କରିଥାଏ ଗାଁ ଦେଇ ବହିଯାଇଥିବା ନଈଟିଏ। ବର୍ଷା ଦିନରେ ନଈର ରୂପ ଏମିତି ହୋଇଯାଏ ଯେ ନଈ ପାର ହୋଇ ଯିବା ସମ୍ଭବ ହୋଇପାରେ ନାହିଁ। ଯେଉଁ ଗାଁକୁ ପୋଲଟିଏ ନାହିଁ କି ଭଲ ରାସ୍ତାଟିଏ ନାହିଁ, ସେହି ଗ୍ରାମର ଲୋକମାନେ କେମିତି ଦୁର୍ଦ୍ଦଶା ଭୋଗୁଥିବେ ତାହା ଜଳ ଜଳ ହୋଇ ଜଣାପଡ଼ୁଛି। ଏମିତି ଏକ ଗାଁର ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜୁଗଡ଼ ବ୍ଲକ ଅନ୍ତର୍ଗତ କମରଧା ଗ୍ରାମ ପଞ୍ଚାୟତର ରଙ୍ଗପାରୁ ଗାଁରେ। ଏହି ଗ୍ରାମକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନାହିଁ କି ଗାଁ ଦେଇ ବହିଯାଉଥିବା ନଈଟିରେ ପୋଲଟିଏ ନାହିଁ। ଖରାଦିନେ କଷ୍ଟେମଷ୍ଟେ ରଙ୍ଗପାରୁ ଗ୍ରାମବାସୀ ଚଳପ୍ରଚଳ କରୁଥିବା ବେଳେ ବର୍ଷା ଦିନ ଆସିଲେ ଜଳବନ୍ଦୀ ଜୀବନ ବିତାଇଥାନ୍ତି ଗ୍ରାମବାସୀ। ବର୍ଷା ସମୟରେ ଘର ପାଇଁ ରାସନ ସାମଗ୍ରୀ ହେଉ କି ସ୍କୁଲ କିମ୍ବା ମେଡିକାଲ ଯିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥାଏ। ଏହି ଗାଁରେ 15ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ଆଜି ବି ସରକାରୀ ସ୍ତରର ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏହି ଗ୍ରାମର ପ୍ରତ୍ୟେକ ପରିବାର ନଈର ଦୂଷିତ ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରି ଜୀବନ କାଟିଥାନ୍ତି। କିଛି ଦିନ ତଳେ ଏହି ଗାଁର ପାଣି ସମସ୍ୟାକୁ ନେଇ ବିଭିନ୍ନ ଗଣମାଧ୍ୟମ ଦ୍ୱାରା ଖବର ପ୍ରସାରଣ ହୋଇଥିଲା। ଖବର ଦେଖି ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଗାଁରେ ଏକ ନଳକୂପର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଗାଁର ମୁଖ୍ୟ ସମସ୍ୟା ହେଉଛି ନଈରେ ଏକ ପୋଲ ହେବା ସହିତ ଗମନାଗମନ ପାଇଁ ଏକ ରାସ୍ତାଟିଏ ଆବଶ୍ୟକ। ଏହି ରଙ୍ଗପାରୁ ଗାଁ ଉପରେ ସରକାରଙ୍କ ଶୁଭ ଦୃଷ୍ଟି ପଡ଼ିବ କି ନାହିଁ, ନା ରଙ୍ଗପାରୁ ଗାଁ ପାଇଁ ରାସ୍ତା ସାତ ସପନ ହୋଇ ରହିବ। କଳାହାଣ୍ଡି ନର୍ଲାରୁ ବିମ୍ବାଧର ବୁଧିଆଙ୍କ ରିପୋର୍ଟ, এবି ନ୍ୟୁଜ।